अच्छा कहले ଯେତେବେଳେ ହ୍ୱାଟ୍ସଆପ୍ ମେସେଞ୍ଜର ଟେଲିଗ୍ରାମ ସିଗ୍ନାଲ ୱିଚାଟ୍ ଏସବୁ କିଛି ନଥିଲା ମଣିଷ କେମିତି ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ବା ନ୍ୟୁ ଇୟର ୱିଶେସ୍ ଜଣାଉଥିଲେ କ'ଣ ଥିଲା ମାଧ୍ୟମ ଯେତେବେଳେ ମଣିଷ ସଭ୍ୟତା ବିକାଶ କରିବା ଆରମ୍ଭ କଲା ସେତେବେଳେ ପ୍ରକୃତିରେ କେବଳ ଭର୍ବାଲ ଏକ୍ସଚେଞ୍ଜ ହେଉଥିଲା ନ୍ୟୁ ଇୟର ୱିଶେସ୍ ହେଉ କିମ୍ବା ଯେକୌଣସି ଶୁଭେଚ୍ଛା ବାର୍ତ୍ତାର ଆଦାନ ପ୍ରଦାନ ପାଇଁ ତାପରେ ଧୀରେ ଧୀରେ ଚିଠିପତ୍ରର ଆଦାନ ପ୍ରଦାନ ହେଲା ମଣିଷ ଚିଠି ଲେଖି ପରସ୍ପରକୁ ୱିଶ୍ କଲେ ବା ଶୁଭେଚ୍ଛା ବାର୍ତ୍ତା ପଠାଇଲେ ବା ନ୍ୟୁ ଇୟର ୱିଶ୍ କଲେ ତାପରେ ପ୍ରକୃତି କ'ଣ ହେଲା ନା ଗ୍ରିଟିଂ କାର୍ଡ଼ର ଆରମ୍ଭ ହେଲା ମାନେ ଯେଉଁଥିରେ ଗ୍ରିଟିଂ କରାହେଇଥିବ ବା ୱିଶ୍ କରାହେଇଥିବ ପୃଥିବୀର ପ୍ରଥମ କମର୍ସିଆଲ ଗ୍ରିଟିଂ କାର୍ଡ଼ ଯେଉଁଟା ସେଇଟା ଆରମ୍ଭ ହେଇଥିଲା 1843ରେ ଇଂଲଣ୍ଡରେ ତାକୁ ସର୍ ହେନରୀ କଲ୍ ଡିଜାଇନ୍ କରାଇଥିଲେ ବା ପ୍ରଚଳନ ଆରମ୍ଭ କରାଇଥିଲେ ସେ କ'ଣ କରିଥିଲେ ଜନ୍ କଲକଟ୍ ହର୍ସଲେ ନାମକ ଜଣେ ଆର୍ଟିଷ୍ଟକୁ କହିଥିଲେ ଏବଂ ସେ ତାର ଡିଜାଇନ୍ ପ୍ରସ୍ତୁତ କରିଥିଲେ ସେଥିରେ କ'ଣ ହେଇଥିଲା ନା ଗୋଟେ ପାର୍ଟି ବା ଯେଉଁଟା ଯେଉଁମାନେ ଉତ୍ସବ କରୁଥିବ ବା ଗୋଟେ ସେଲିବ୍ରେସନ୍ କରୁଥିବ ଗୋଟେ ଫ୍ୟାମିଲିର ଛବି ଥିଲା ଏବଂ ତା ଉପରେ ଲେଖା ହେଇଥିଲା ଅ ମେରି କ୍ରିସମସ୍ ଆଣ୍ଡ ଅ ହାପି ନ୍ୟୁ ଇୟର୍ ଟୁ ୟୁ ଏହା ପରେ ହିଁ କମର୍ସିଆଲ ବା ମାସ୍ ଆମର ଯେଉଁଟା ଗ୍ରିଟିଂ କାର୍ଡ଼ ବା ଗ୍ରିଟିଂ କେମିତି କରାହେବ ଗୋଟେ ମାସ୍ରେ ବହୁତ ଲୋକଙ୍କୁ ତାର ପ୍ରଚଳନ ଆରମ୍ଭ ହୋଇଥିଲା ଏବଂ ୟା ପରେ ହିଁ ଯେଉଁଟା ଆମର ଲଣ୍ଡନର ପୋଷ୍ଟାଲ ସର୍ଭିସ୍ ଆଉ ପ୍ରିଣ୍ଟିଂ ଟେକ୍ନୋଲୋଜି ପାଇଁ ମାନେ ଗ୍ରିଟିଂ କାର୍ଡ଼ ଛପାଇବା ପାଇଁ ତାର ପ୍ରଚଳନ ବହୁଳ ହୋଇଥିଲା ବା ବେଶୀ ଭାବରେ ହେଇଥିଲା ଏବେ ଆପଣ ମୋତେ କମେଣ୍ଟ ସେକ୍ସନରେ ଜଣେଇବେ ଯେ ଆପଣ ଏବେ କେଉଁ ମାଧ୍ୟମ ବ୍ୟବହାର କରନ୍ତି ନିଜ ଆତ୍ମୀୟ ଏବଂ ବନ୍ଧୁମାନଙ୍କୁ ନ୍ୟୁ ଇୟର ୱିଶ୍ କରିବା ପାଇଁ ବା ଶୁଭେଚ୍ଛା ବାର୍ତ୍ତା ପଠାଇବା ପାଇଁ ଏପିସୋଡ଼ ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଆଉ ସେୟାର କରିବେ ଆଉ ଗୋଟେ ଏପିସୋଡ଼ ନ୍ୟୁ ଇୟରକୁ ନେଇ ବାକି ରହିଲା ସେଲିବ୍ରେସନ୍ ଆପଣ ସମସ୍ତଙ୍କୁ ହ୍ୟାପି ନ୍ୟୁ ଇୟର ଥ୍ୟାଙ୍କ ୟୁ